प्रेस लॉर्ड नमस्कार। प्रभु जीशुଙ୍କ महिमा ହେଉ। प्रभु जीशुଙ୍କ ନାମରେ ଗୋଟେ ପୁସ୍ତକ ନେଇ ଆସିଅଛି। ଉପଦେଶ 3:1 ମଧ୍ୟ ଅଛି। ସବୁ ସବୁ ବିଷୟରେ କାଳ ଅଛି ଓ ଆକାଶ ତଳେ ସବୁ ମନୋରଥର ସମୟ ଅଛି। 2ରେ ଆମେ ଦେଖିଦେବୁ, ଜନ୍ମିବାର ସମୟ ଅଛି, ମରିବାର ସମୟ, ରମ୍ପିବାର ସମୟ ଅଛି। ତ ଦେଖିବା ପ୍ରଭୁ ଯୀଶୁ ଏଠି ଆମେ ସବୁ ଆମମାନଙ୍କୁ ବୁଝାଉଛି ଯେ ଉପଦେଶକ ପୁସ୍ତକରେ ଜନ୍ମିବାର ସମୟ ଅଛି, ମରିବାର ସମୟ ଅଛି, ଆଉ ରମ୍ପିବାର ସମୟ ଅଛି। ଅନେକ ଅନେକ ବିଷୟରେ ସବୁ ଲେଖା ଅଛି। ଆଉ ଏଇସବୁ ଲେଖା ଅଛି ଯେହେତୁ ପରମେଶ୍ୱରକୁ ଆମମାନଙ୍କୁ ସୁନ୍ଦର ଭାବରେ ବୁଝାଉଛି, କିନ୍ତୁ ଆମମାନେ ବୁଝିପାରୁନୁ। ଆଉ ସମସ୍ତ ବିଷୟରେ ଜାଣିକି ବି ଅଜଣାତରେ ଅଛୁ। କେବଳ ଆମେ ଯଦି ପରିଶ୍ରମ କରିବାର ବି ସମୟ ଆମମାନଙ୍କୁ ଦେଉଅଛି। ଦେଖ ପରିଶ୍ରମର କି ଲାଭ ଅଛି। ଦେଖ ଆମେ ଦେଖିବୁ 9ରୁ ସେ ଉପଦେଶକ 9ରୁ କର୍ମକାରୀ ବ୍ୟକ୍ତିର ଆପଣା ପରିଶ୍ରମ କି ଲାଭ ଅଛି। ତାପରେ ତା ତଳେ ଦେଖାଯାଉଛି 10ରେ ପରମେଶ୍ୱର ମନୁଷ୍ୟ ସନ୍ତାନଗଣକୁ ବ୍ୟବସ୍ଥା ଦେବା ପାଇଁ ଯେଉଁ ଆବଶ୍ୟ ଦେଇଅଛନ୍ତି ତାହା ମୁଁ ଦେଖିଅଛି। ଦେଖ ଆମେ ଏଇଠୁ ଯେତେବେଳେ ପଢ଼ିଲୁ ସବୁ ବିଷୟରେ ଲେଖା ଅଛି, କ'ଣ କରିବା କ'ଣ ନ କରିବା ଏସବୁ ସବୁ ଲେଖା ଅଛି। ତେଣୁକରି ଏଇଠି ପରିଶ୍ରମ କରିବା ବିଷୟରେ ବି ସେ କହୁଛି। ତେଣୁକରି ଭାଇ ଫୋନ୍ରେ ଗପିଲାକୁ ହେବ ନାହିଁ, କି ଝିଅମାନଙ୍କ ସହିତ ଗପିଲେ ହେବ ନାହିଁ। କେବଳ ବାଇବେଲକୁ ଈଶ୍ୱରଙ୍କ ସହିତ ଗପ, ତେବେ ହେଲେ ଜାଣିବା। ଈଶ୍ୱରଙ୍କ ସହିତ ଗପିବା ସେଇଟା ହିଁ ଆମମାନଙ୍କର ଭଲ ପାଇବା। ତ ଆମେ ଖାଲି ଫୋନ୍ରେ କଥା ହେବା। ଏଇ ଝିଅ ଆଜିକାଲି ଦେଖ 12-17 ବର୍ଷର ଝିଅମାନେ ବି କିମ୍ବା 16-17 ବର୍ଷର ପାଖରୁ ଝିଅମାନେ ବି କଥା ହେଉଛନ୍ତି ଫୋନ୍ରେ। ଏଇଟା କଥା ହେବାର ବଡ଼ କଥା ନୁହେଁ। କେବଳ ବାଇବେଲକୁ ମନ ଯୋଗ କରିବା ଦରକାର। ଈଶ୍ୱର କହୁଛନ୍ତି ମନ ପରିବର୍ତ୍ତନ କଲେ ସ୍ୱର୍ଗରାଜ୍ୟ ସନ୍ନିକଟ। ପ୍ରଭୁ ଯୀଶୁ ଆପଣମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରି ବୁଝିପାରିବେ। ଉପଦେଶକ ପଢ଼ିବେ, ଆଉ ପଢ଼ିବା ପରେ ସମୟ ଆପଣ ବୁଝିପାରିବେ। ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ। ପ୍ରେଜ୍ ଲର୍ଡ ଭାଇ। ଆଉ ମୋ ଏଇ ବାକ୍ୟ ଆପଣମାନେ ବୁଝିପାରିବେ, ସମସ୍ତଙ୍କୁ ମଧ୍ୟ ସେୟାର କରିବେ ଆଉ ଲାଇକ୍ ମଧ୍ୟ କରିବେ। ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ। ଆମେନ୍।